ହେଇ ଯାଉଛି କୋଉ ପାପିଟା ନିଆଲ ଏ ବାବୁ ମାନେ ଘରଟା ଜଳି ଯାଉଛି ଏ ତ ବାବୁ ମାନେ କୁଡ଼ିଆଟା ପଡ଼ି ଜଳି ପାଉଁଶ ଗୁରୁବାରୀ ତମେ ସବୁ ସରିଗଲା ଗୁରୁବାରୀ ତମର କିଛି ସବୁ ସରିଗଲା ତମର ଶେଷରେ ଆମ ଝାଟି ମାଟି କୁଡ଼ିଆଟାକୁ ସେମାନେ ନିଆଲ ସ୍ୱାମୀ ତମେ ଆସିଲ ହେଲେ ମୋ ଭୀମ ଖୋଜିଲି ଅନେକ ଖୋଜିଲି ସ୍ୱାମୀ ସେଇ ଅତଡ଼ା ନିଆଁ ଭିତରେ ମୁଁ ଅନେକ ସାଉଟିଲି ମୋ ଭୀମ କାହିଁ ହେଲେ ମୁଁ ତାକୁ ଜମା ପାଇଲିନି କ'ଣ କହିଲା ମୁଁ ତାକୁ ଜମା ପାଇଲି ତାମାନେ ତମେ କହୁଛ ସେ ନିଆଁ ଭିତରେ ମୋ ଭୀମ ମୋ ଭୀମର କିଛି ହବନି ମୋ ଭୀମ ମତେ ଚାଲି ଯାଇପାରିବନି ମୁଁ ସତ କହୁଛି ମୋ ଭୀମ ବିନା ମୁଁ ବଞ୍ଚି ପାରିବିନି ମରିଯିବି ମୁଁ ତମ ପାଇଁ ଆତ୍ମହତ୍ୟା କରିଦେବି ମୋ ଭୀମ କାହିଁ ସ୍ୱାମୀ ତୁମେ କେମିତି କହିପାରୁଛ ଗୁରୁ ମୋ ଭୀମ ତମ ବିନା ମୁଁ କେମିତି ବଞ୍ଚିବି ମୋ ଭୀମ କାହିଁ ସ୍ୱାମୀ ତମ ବିନା ମୁଁ ବଞ୍ଚି ପାରିବିନି ଗୁରୁବାରୀ ଗୁରୁବାରୀ ଏଇ ଦେଖ ଯେଉଁ ନିଆଁ ଭିତରେ ମୋ ଭୀମଟା ଜଳି ପଡ଼ି ପାଉଁଶ ହେଇଯାଇଛି ସେଇ ନିଆଁ ଭିତରେ ମୋ ଜୀବନକୁ ମୁଁ ଦେବି ଜଳାଞ୍ଜଳି ତମେ ସତ କହିଛ ଆମେ କାହିଁକି ବଞ୍ଚିବା କ'ଣ ପାଇଁ ବଞ୍ଚିବା ଚାଲ ସ୍ୱାମୀ ଆମ ପୁଅ ପରି ଆମେ ବି ସେ ନିଆଁରେ ଆହୁତି ତେବେ ଚାଲ ଗୁରୁବାରୀ ବାବା ବାବା ମା ଭୀମ ତୋର କିଛି ହେଇନି ତ ଧନ ଏ ଭୀମ ବାବା ଭୀମରେ ବାବା ତୁ କୋଉଠି ଥିଲୁ ରେ ଭୀମ ବାବା ତୁ କୋଉଠି ଥିଲୁ ସେଇ ନିଆଁ ଭିତରେ ଏଇ ପୁର ନିଆଁ ଛେଲା ଗୁଡ଼ାକ ମୋ ଉପରେ ପଡ଼ି ଯାଉଥିବା ବେଳେ କେହି ଜଣେ ଛତ୍ର ଛାଇ ଦେଇ କହୁଥାଏ ତୁ ଭୟ କରନା ଭୀମ ତୁ ଭୟ କରନା ତୋ ପାଖରେ ପରା ମୁଁ ଅଛି ସେ ନିଆଁ ଭିତରୁ ମତେ ଟାଣି ଆଣିଲେ ବାହାରେ କିଏ ରେ ବାବା କିଏ ସିଏ କହିଲୁ ଭୀମ ମା କିଏ ରେ ସେ ମହାନ ପୁରୁଷ ମା ଯେ ମୋ ଅନ୍ଥର ଲୟନ ପିତୁଳାକୁ ନିଆଁ ଭିତରୁ ଉଦ୍ଧାର କରିଛନ୍ତି ପଚାରିଲି ମା କିଏ ରେ ବାବା କିଏ ସିଏ କାହାନ୍ତି ସେ ଆଉ ସେ କହିଲେ କ'ଣ କହିଲେ ମୁଁ ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ରୁହେ ଆକାର ନଥିବା ନିରାକାର ଦେବତା ଦିଏ ତାଙ୍କର ମହିମାକୁ କେହି ଦେଖିପାରନ୍ତିନି କେହି ଲେଖି ବି ପାରନ୍ତିନି ତାହାଙ୍କ ମହିମା ଶୂନ୍ୟ ପୁରୁଷ ଦୟା सर्वव्यापी से जनन भजाइयता रेसमान अरे तू बच्चिचु বসেই সরা তমরি পাই আমাকে অনেক পরিশ্রম করে বসেই সরা ঘরটারে নিয়া লগাইকি আমি গহিরে দৌড়ি সরাকু সরাকু ଆମ ପଛରେ ଏକା ଦୌଡ଼ିଲା ରେ ଚାଇ ଚାଇ କଲେଇ ଶୁଣୁ ତାମାନେ ସା କୁକୁର ପୋଷୁଛୁ ତାମାନେ ତୁମେ ଆମ ଘରେ ନିଆଁ ଲଗାଇ ଦେଇଛ କଣଟା ହେଇଗଲା ବେଟୁ କ'ଣ ହେଇଗଲା ଆଜି ମୁଁ ତତେ କେବେ ନ କରିବି କ୍ଷମା ଆଜି ତତେ ମାରୁ ମାରୁ ଜୀବନ ମାରିଦେବି ମାର 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 ସେଇଟାକୁ ମାର ମାର ରୋହିତ
ମରିବ ଶଳା ଆଜି। ମୋ ହସିଲେ ଖଡ଼ଖଡ଼ି ଖଡ଼ଖଡ଼ି ରାଗିଲେ ବେଚୋଳେ ତେଣୁ ମୋ ନଟ ହେଲ ବଜ୍ରବଳି। ସେହି ଉପରକୁ ଆଉ ଥରେ ହାତ ଉଠେଇବାକୁ ଚେଷ୍ଟା କଲେ ପରିସ୍ଥିତି ବହୁତ ଭୟଙ୍କର ହେବ। ଆବଶ୍ୟକ ହେଲେ ସେ ଜ୍ୱଳନ୍ତ ଅଗ୍ନି ଭିତରକୁ ଗୋଟା ଗୋଟା କରି ଫେଙ୍ଗେଇ ଦେବେ। କିନ୍ତୁ ବାବୁ କିଏ ଆପଣ? ମହାପ୍ରଭୁ କାହିଁକି ମୋ ସୁନାର ସଂସାରଟାକୁ ଏମିତି ଜାଳି ପଡ଼ି ପାଉଁଶ କରିଦେଲେ? ଆମେ ଆପଣମାନଙ୍କର କି କ୍ଷତି କରିଛୁ? କାହିଁକି ଏତେ ନିର୍ଯାତନା ଆମକୁ ଦଉଛନ୍ତି ବାବୁ? କାହିଁକି କି କ୍ଷତି କରିଛୁ ଆମେ ଆପଣ? ତୁମର ଅନ୍ଧ ଭୀମ ଭଇ ଜଗନ୍ନାଥଙ୍କ ନିନ୍ଦା କରି ହୋଇଛି ସେ ମହା ଅପରାଧୀ। ବାବୁ ତେଣୁ ତୁମ ପରିବାର ଭୋଗିବ ଅକଥ୍ୟ ଲାଞ୍ଛନା। ନାଇଁ ବାବୁ ନାଇଁ। ହେଲୋ କି ନିର୍ବୋଧ, ହେଲୋ କି ନିର୍ବୋଧ, ଦେବୀ ଦାରୁଣ ହାରିବ ସର୍ବସର୍ବଦ ହେବ ନିଶ୍ଚୟ। ଅଚରିଲ ଦ୍ୱନ୍ଦ ନିନ୍ଦା କଲା ଜଗନ୍ନାଥ କପାଳ ଅଚରିଲ ଦ୍ୱନ୍ଦ ନିନ୍ଦା କଲା ଜଗନ୍ନାଥ କପାଳ ଏପରି ସେନାର କର ବୁଲିବ ବାର ଦୁଆର, ଏପରି ସେନାର କର ବୁଲିବ ବାର ଦୁଆର। ହେ ଜମନା ମଜ ମହାପରାକ୍ରମୀ ମୁହି ଅଟେ ବଜ୍ରବଳି ତୁମ ବାସକୁ ଅନିତ ହାତେଲି ଜାଳି। ପରାକ୍ରମୀ ମୁହି ଅଟେ ବଜ୍ରବଳି ତୁମ ବାସକୁ ଅନିତ ହାତ ଦେଲି। ଏପରି ସେନାର କର ବୁଲିବ ବାର ଦୁଆର, ଏପରି ସେନାର କର ବୁଲିବ ବାର ଦୁଆର। ସୁମନ ବିରୋଧ ନାଇଁ ବାବୁ, କାହିଁକି କାହିଁକି ଆମକୁ ଏତେ ନିର୍ଯାତନା ଦେଉଛ? ଆମକୁ ଆଉ ନିର୍ଯାତନା ଦିଅନ୍ତୁନି ବାବୁ, ଆମକୁ ଆଉ ନିର୍ଯାତନା ଦିଅନ୍ତୁନି। ଏବେ ଠିକ୍ ଅଛି ତନର ଭଇ, ଅଳିର ସୂର୍ଯ୍ୟ ଉଇବା ପୂର୍ବରୁ ଏ ସ୍ଥାନ ଛାଡ଼ି ଚାଲି ଯାଇଥିବ, ନଚେତ୍ ତୁମକୁ ଦେବି ମରଣ ଯନ୍ତ୍ରଣା। କହିକିନା ମୋ ହସିଲେ ଘଡ଼ଘଡ଼ି ଘଡ଼ଘଡ଼ି ରାଗିଲେ ତେଣୁ ମୋ ନଟ ହେଲ ବଜ୍ରବଳି। ବାବୁ ମତେ ତ ଚିହ୍ନିଥିବ ରେ, ମତେ ତମେ ଚିହ୍ନିଥିବ। ମୁଁ ବେହିଆ ପଣ୍ଟା, ଆଉ କଥା କଥା କେ ଚଲାଏ ଖଣ୍ଡା, ବିନା ଖୁରରେ କରେ ରଣ୍ଡା। ଆଉ ଝିଅ ପିଲା ଦେଖିଲେ ନାଇଁ ନା କଣ କିରେ? ନାଇଁରେ ମୂର୍ଖ, ଆଉ ସେ ତୋତେ ଜମା ମାରିନି। ଆଉ କେମିତି ମାରିବ? ତୋତେ ଏଇମିତି ମାରିବା ଆବଶ୍ୟକ। ଏ ମୂର୍ଖ, କେବଳ ତୁମ ଭଳି ଭଣ୍ଡ ଲମ୍ପଟ ପାଇଁ ଏ ସମାଜ ଆଜି କଳୁଷିତ। ଭଦ୍ର ଲୋକ ପାଇଁ ଏ ସମାଜ ଆଜି ନିନ୍ଦିତ। ଆଜି ମାରିଦେବି ମୂର୍ଖ। ଆବଶ୍ୟକ
କାନ୍ଦୁଛି ଗୋଡ଼େଇ ଗୋଡ଼େଇ ପିଠି ମାର ସେ ବିଶ୍ୱ ପରା ସେ ବେଇମାନ ମାର ତାକୁ। ଭୀମରେ ଏ ଭୀମ ଦେଖିବି ରେ ଶଳା ବେଚ ବାବା ଆମେ ଏବେ ରହିବା କୋଉଠି ଖାଇବା କଣ ଭୀମରେ ବାବା ସମୟ ଯୁଆଡ଼େ ଟାଣି ନେବ ଆମେ ସେଇ ଆଡ଼କୁ ଚାଲିଯିବାରେ ଭୀମ। ସ୍ୱାମୀ କଥାରେ ପରା ଅଛି ଦୈବ ଦୌଡ଼ି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଚାଇ। ଏ ଭୀମ ତୁ ଜମା କାନ୍ଦେନି ରେ ଧନ, ସ୍ୱାମୀ ତୁ ଜମା କାନ୍ଦେନି। ଶୁଣୁ ଆମକୁ ଯଦି ସେଇ ଖୋଲା ଆକାଶର ବୃକ୍ଷମୂଳରେ ରହିବାକୁ ଯୋଗ ଥିବ ଆମେ ସେଇଠାରେ ହିଁ ରହିବାକୁ ପଡ଼ିବ ରେ ସ୍ୱାମୀ ଆଉ ଯଦି ଖୋଲା ଆକାଶ ତଳ ବୃକ୍ଷ ମୂଳରେ ଜାଗା ନ ମିଳେ ତାହେଲେ ଆମ କର୍ମକୁ ନିନ୍ଦା କରି ଆମେ କାନ୍ଦି କାନ୍ଦି କହିବା ଆଖିର ଧନବା କାନ୍ଦିବା ପାଇଁ ସ୍ନେହ ପକିଉଡ଼ି ଗଲା ଅବେ